ଈଶ୍ୱରଙ୍କର ଧନ୍ୟବାଦ ହେଉ। ଶ୍ରୋତା ବନ୍ଧୁଗଣକୁ ମୁଁ ଆଜି ସ୍ୱାଗତ ଜଣାଉଅଛି। ଏଥିପାଇଁ ମୁଁ ଆଜି ମୋର ଜୀବନରେ ଆଉ ଏକ ଟେଷ୍ଟିମୋନି ବା ସାକ୍ଷ୍ୟ ଜଣାଇବା ପାଇଁ ମୁଁ ଉଚିତ ମନେ କଲି। ଶ୍ରୋତା ବନ୍ଧୁମାନେ, 11/2/2024 ଦିନଟି ମୋ ପାଇଁ ଏକ ଦୁଃଖ ଦିନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଦିନ ସକାଳୁ ଆସ୍ତେ ଆସ୍ତେ ମୋର ପରିସ୍ରା ସ୍ଲୋ ହେଇଯିବା ସହିତ ଯେତେ ଟାଇମ୍ ଗଡ଼ି ଗଡ଼ି ଯାଉଛି ଆହୁରି ସ୍ଲୋରୁ ସ୍ଲୋ ହେଇଗଲା ଏବଂ ସନ୍ଧ୍ୟା 5ଟା ବେଳକୁ ତାହା ଟୋଟାଲି ଷ୍ଟପ୍ ହେଇ ପରିସ୍ରା କରିବା ବେଳେ କଷ୍ଟ ଆରମ୍ଭ ହେଲା। ଆଉ ସେତେବେଳେ ମୋ ପୁଅକୁ ଡାକି କହିଲି ମୋତେ ଟିକେ ଡକ୍ଟର ପାଖକୁ ନେଇ ଚାଲ, ୟୁରୋଲୋଜିଷ୍ଟ, କାହିଁକିନା ମୋର ଟିକେ ସମସ୍ୟା ଦେଖା ଦେଇଛି ଆଉ ମୁଁ କଷ୍ଟ ଅନୁଭବ କରୁଅଛି। ଆଉ ସେ ମୋତେ ସେଦିନ ରବିବାର ଥିଲା ଆଉ ସେ ମୋତେ କହିଲେ ଆଗେ ଆମେ ଅଲ୍ଟ୍ରାସାଉଣ୍ଡ କରିବା। ଆମେ ଯାଇ ଅଲ୍ଟ୍ରାସାଉଣ୍ଡ କରିଥିଲୁ ଆଉ ଯେଉଁ ରିପୋର୍ଟ ଦେଖିବା ପରେ ସେଠିକାର ଯିଏ ଅଲ୍ଟ୍ରାସାଉଣ୍ଡ କଲେ ସେ ସଜେସନ୍ ଦେଲେ ଯେ କ୍ୟାଥେଡ୍ ଲଗେଇବା ଜରୁରୀ, ଇମିଡ଼ିଏଟ୍। ଆଉ ମୋତେ କ୍ୟାଥେଡ୍ ଲଗେଇବା ପାଇଁ ସେମାନେ ଏଠିକାର ୟୁରୋଲୋଜିଷ୍ଟ ଡକ୍ଟରକୁ କଣ୍ଟାକ୍ଟ କରିବା ବେଳେ ରବିବାର ହେତୁ ସେ ଆବସେଣ୍ଟ ଥିଲେ ଏବଂ ସେ ତାଙ୍କ ଏକ ଷ୍ଟାଫ୍ କହିଲେ ଯେଉଁ ବ୍ୟକ୍ତି ଆସିବେ ତାଙ୍କୁ କ୍ୟାଥେଡ୍ ଲଗେଇ ଛାଡ଼ିଦେବେ ଏବଂ ତାଙ୍କୁ କହିବ ନେକ୍ସଟ ଡେ ଆସି ମୋତେ ଡକ୍ଟରଙ୍କୁ ଦେଖା କରିବେ। ଆଉ ତଦନୁଯାୟୀ ଷ୍ଟେପ୍ ନିଆଯାଇଥିଲା। ଏହା ମୋ ଜୀବନର ପ୍ରଥମ ଥିଲା କ୍ୟାଥେଡ୍ ଲଗାଇବା। କାହିଁକିନା କ୍ୟାଥେଡ୍ ଲଗେଇ ମୁଁ ବହୁତ ଲୋକଙ୍କୁ ଦେଖିଛି କ୍ୟାଥେଡ୍ ଲଗେଇ ଚାଲୁଥିବେ, ମୁଁ ଭାବେ ମାନେ ପରିସ୍ରା ନର୍ମାଲ ହେଉନି ବୋଲି ତାଙ୍କର କ୍ୟାଥେଡ୍ ଲଗାଇ ଯାଇଛି ବୋଧେ। ଆଉ ତାହା ମୋ ଜୀବନରେ ଘଟିଥିଲା। ଶ୍ରୋତା ବନ୍ଧୁମାନେ, ତାହା ଆସ୍ତେ ଆସ୍ତେ ଏଭଳି ହେଲା ଯେ ଖାଲି ଯେ ପରିସ୍ରା ବନ୍ଦ ହେଲା ତା ନୁହେଁ, ଝାଡ଼ା ମଧ୍ୟ ଷ୍ଟପ୍ ହେଇଗଲା। କାରଣ ମୋର ପ୍ରୋଷ୍ଟ୍ରେଟ୍ ଏତେ ଦୂର ଏନ୍ଲାର୍ଜମେଣ୍ଟ ହେଇଥିଲା ତା ଉଭୟକୁ ଷ୍ଟପ୍ କରିଦେଇଥିଲା। ଆଉ ଏଠିକାର ଦୁଇଟା ଡକ୍ଟରକୁ ମୁଁ କନସଲ୍ଟ କରିଥିଲି ଆଉ ସେମାନେ ମୋତେ ଇମିଡ଼ିଏଟ୍ ସର୍ଜରୀ ପାଇଁ ସଜେସନ୍ ଦେଇଥିଲେ। କିନ୍ତୁ ମୁଁ କହିଲି ମୁଁ ଯଦି ସର୍ଜରୀ କରିବି କାହିଁକି ବେଷ୍ଟ ଡକ୍ଟର ପାଖେ ନ କରିବି। ଆଉ ସେଥିପାଇଁ ମୋତେ ଭେଲୋର ଯିବା ପାଇଁ ମୁଁ ଉଚିତ ମନେ କଲି ଆଉ ପିଲାଙ୍କୁ କହିଲି ମୋ ପାଇଁ ରେଲୱେ ଟିକେଟ୍ କର ସୋ ଦ୍ୟାଟ୍ ଆଇ କ୍ୟାନ୍ go to Vellore and do the operation there. ଆଉ ଟିକେଟ୍ ବି ମିଳିଗଲା। ମୁଁ, ପୁଅ ଏବଂ ମୋ ସ୍ତ୍ରୀ ଆମେ ଯାଇ ଭେଲୋରରେ ପହଞ୍ଚିଲୁ 29 ତାରିଖ। ସେଇଦିନ ଆମକୁ ଡେଟ୍ ଆଗରୁ ଯେହେତୁ କଣ୍ଟାକ୍ଟ କରିଥିଲୁ ଡେଟ୍ ମିଳିଗଲା। ଆଉ ଡକ୍ଟର ସହିତ ସାକ୍ଷାତକାର କରିବା ବେଳେ ଡକ୍ଟର କହିଲେ ଆପଣଙ୍କୁ ହସ୍ପିଟାଲ ଯିବାକୁ ପଡ଼ିବ ଆଜି ଏବଂ ଆଜି। ଆଉ ମୁଁ ହସ୍ପିଟାଲାଇଜ୍ ହେଇଥିଲି ମଧ୍ୟ 29/2/2024। ଆଉ ସେଇଦିନ ଠାରୁ ବିଭିନ୍ନ ପ୍ରକାର ଟେଷ୍ଟ ଆରମ୍ଭ ହେଇଯାଇଥିଲା। ଆଉ ସେଠିକା ଡକ୍ଟର ମାନେ ଦିନକୁ 2 ଥର ଭିଜିଟ୍ କରୁଥିଲେ। ଆଉ ତାଙ୍କର କଥାରୁ ମୁଁ ଜାଣିଥିଲି ସେମାନେ କହୁଛନ୍ତି वी आर ସସ୍ପେକ୍ଟିଂ କ୍ୟାନ୍ସର। ଚିନ୍ତା କରନ୍ତୁ, ଏଇ କ୍ୟାନ୍ସର ୱାର୍ଡ ଶୁଣିଲେ ଆପଣଙ୍କ ଦେହ ଶିରି ଉଠିବ। ହୁଏତ ଆପଣମାନେ ସେଭଳି ଫିଲିଙ୍ଗସ୍ ଆସୁନଥିବ ଯାହାକୁ ହୁଏ ଆଉ ଯାହାର ରିଲେଟିଭ୍ ପାଖରେ ଥିବେ ସେମାନେ ଶୁଣିଲେ କ'ଣ ଲାଗେ, ନିଜ ପ୍ରତି ଯେତେବେଳେ ଘଟେ ସେ ଫିଲିଙ୍ଗ ସେମାନେ ଜାଣିପାରିବେ, ଅଦରୱାଇଜ୍ ନଟ୍, ଆଉ କେହି ଜାଣିପାରିବେ ନାହିଁ। ଆପଣ ଶୁଣିଲେ ହୁଏତ ସେ ଫିଲିଙ୍ଗସ୍ ଆସିବ ନାହିଁ। ଏନିୱେ 6 ତାରିଖ ଫାଇନାଲ ହେଲା ଅପରେସନ୍ ଡେଟ୍। ଆଉ ସେମାନେ ଅପରେସନ୍ କରିବା ପାଇଁ ମୋତେ ଭୋରୁ ନେଇଗଲେ ଅପରେସନ୍ ଥିଏଟର।
2 घंटा ऑपरेशन पर मते ऑब्जर्वेशन रखी पुणी आनी बेड रे छाड़िले पाखापाखि 3टा बेले 8 तारीख मते डिस्चार्ज करदेले और से माने बारंबार कहता तारी भितर आसी आपण को कैंसर जो सब कोर्स रही ताहा नबाकू पड़ो बोली किंतु मु से कहता है बायोप्सी तो करिसंती बायोप्सी रिपोर्ट को अपेक्षा करा मु मोर रिलेटिव्स मो पाई चर्च रो मेंबर माने कंटिन्यूअसली प्रार्थना करुथुले सुस्थता बा हिलिंग निमंते ईश्वर को निकट मु एवं मो परिवार वर्ग कांदी कांदी प्रार्थना करुथुले ईश्वर प्रार्थना जे शुणती आ उत्तर दियंती तार उत्तर मते परवर्ती दिन मान के मिलगला डॉक्टर बा मेडिकल साइंस जो 100% जदिव बायोप्सी रिपोर्ट आसी नथला कि से 100% श्योर थिले जे ये कैंसर रे पीड़ित आंकु 3 मास पर डका जाऊ आंकु ए स्टेज दे तांको हमें नबा यह सुनिबा परे धैर्य उणा हबार संभावना यथेष्ट ता मो प्रति मध्य घटित किंतु खाली गोटे जिनस थिला हे ईश्वर तुम्हें कौन चाह तुम्हारा दास कैंसर सफर करू तुम्हें चाह ताले मते ता मध्य दे जीवा को पड़े या परे मो वाइफ को डाकी कही से माने जो कहउछन 3 मास पर आसिकी आसीबा पर ए ट्रीटमेंट करिवे मो एठा को आसीबी नहीं कारण मते सही स्टेज रे घरे रही कि मते मरिबा को दिया जाऊ मु आ कोनोसी प्रकार फर्दर ट्रीटमेंट हेबी नहीं कैंसर ट्रीटमेंट आ मते से माने 15 तारीख डाकिले 15 मार्च 2024 डॉक्टर देखी कहले मिस्टर रथ देयर इज ए गुड न्यूज फॉर यू मुझे तटस्थ हो चाह बसली से कौन कहवाक जाऊँ से कहले बायोप्सी रिपोर्ट दीटा बायोप्सी करते नॉट वन दीटा जगह बायोप्सी यू आर नो वे कैंसर सफरर तुम्हें कैंसर रे पीड़ित नुह मु सांगे सांगे सिठी चेयर बस ठिया प्रेस द लॉर्ड धन्यवाद परमेश्वर तापर मु कहली जो डॉक्टर टीम मोर ट्रीटमेंट करथिले सेमान को मध्य धन्यवाद आपण सहित बिकॉज से चीफ डॉक्टर थे पिता परमेश्वर कौन और से कौन करि पारंती एही ट्रीटमेंट को मु अनुभव करिली सेथिपाई मु आज आपण मानक आगरे यह कहबा पई उचित मने कली मेडिकल साइंस डॉक्टर्स से माने गोटे पटे ईश्वर गोटे पटे ईश्वर को पावर मेडिकल साइंस और डॉक्टर मान जे कीर्ति अधिका ताहा इथिरु आपण जानिबा को पाइछ से माने प्रत्येक टेस्ट रे से माने कहता नो दिस इज कैंसर ये तो आउ जो दीटा मेन टेस्ट करथिले बोन स्कैन करथिले से माने मुंडो ठारू नहीं पादर नख पर्यंत 1 आवर टेस्ट से मध्य से पाइले नहीं आश्चर्य हेले तापरे बायोप्सी से मध्य जब देखिले नहीं आश्चर्य है कि संभव यह संभव परमेश्वर यहोवा के पाखरे या संभव केवल ताहा ही प्रमाण मिला आमे जहाँ ईश्वर ठारू पाइचु ताहा श्रोता बंधु मान आगे मु रखापी कहवाई उचित मन कली एथिपाई जे जदि आपण माने जीवन रे केबे भी एभली विभिन्न प्रकार भयंकर भयंकर समस्या मध्य दे जानती से यहोवा परमेश्वर को
ଡାକନ୍ତୁ, ତାଙ୍କ ପାଖେ କ୍ରନ୍ଦନ କରନ୍ତୁ, ଆଉ ସେ ହିଁ ଆପଣଙ୍କୁ ଉଦ୍ଧାର କରିବେ। ନୋବଡି ଏଲ୍ସ, ଆଉ କେହି କରିପାରିବ ନାହିଁ, ଏଇଟା ସୁନିଶ୍ଚିତ ଅଟେ। ଖାଲି ସେତିକି ନୁହେଁ, ମୋତେ ଡିସଚାର୍ଜ କରିବା ପରେ ସେମାନେ ଗୋଟେ ଜିନିଷ ମାଗିଲେ, ସେଟା ଶୁଣନ୍ତୁ। ସେମାନେ କହିଲେ 2 ଲକ୍ଷ ପେସେଣ୍ଟ ଭିତରେ ଏଭଳିଆ କେସ୍ ଇଏ ହେଲା ସେକେଣ୍ଡ କେସ୍। ଆମର ଯେଉଁ ଜର୍ନାଲ ବାହାରେ, ମେଡିକାଲ ଜର୍ନାଲ, ସେ ଜର୍ନାଲରେ ଆପଣଙ୍କ ବିଷୟ ଉଲ୍ଲେଖ କରାଯିବ। ଏବେ ଆପଣ ସିଗ୍ନେଚର ଦରକାର, ଆଉ ମୁଁ ଦେଇଥିଲି ମଧ୍ୟ। ଆପଣ ଭାବନ୍ତୁ, ଏଭଳିଆ କେସ୍ ଏତେ ବଢ଼ିଯିବା ପରେ, ପ୍ରୋଷ୍ଟେଟ୍ ଏନଲାର୍ଜମେଣ୍ଟ ଏତେ ଆକାରରେ ବଢ଼ିବା ପରେ ମଧ୍ୟ ଏହା କ୍ୟାନ୍ସର ନୁହେଁ ବୋଲି ପ୍ରମାଣିତ ହବା, ଇଟ୍ସ ଏ ରେୟାର ଅଫ ଦ ରେୟାର କେସ୍। ଏଭଳି ସେମାନେ ଦେଖି ଆଶ୍ଚର୍ଯ୍ୟ, ପୁରା ମେଡିକାଲ ଡକ୍ଟର୍ସ ଟିମ୍ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ସେଥିପାଇଁ ସେମାନେ କହିଲେ, ଏଇଟା ଆମେ ମେଡିକାଲ ଜର୍ନାଲରେ ବାହାରି କରିବୁ, ସେଥିପାଇଁ ୟୋର ସିଗ୍ନେଚର ଇଜ ନେସେସାରୀ। ଆଉ ତା ଦେଇକି ମୁଁ ଆସିଛି। ଶ୍ରୋତା ବନ୍ଧୁଗଣ, ପରମେଶ୍ୱର କ'ଣ ଆଉ ସେ କ'ଣ କରିପାରନ୍ତି, ତାଙ୍କର ସାମର୍ଥ୍ୟ କେତେ, ଏହା ଏହିପରି ଘଟଣା ମାନଙ୍କରେ ଆପଣମାନେ ପ୍ରମାଣ ପାଇବେ ବା ଜାଣିବାକୁ ପାଇବେ। ଅଦରୱାଇଜ ଯେହେତୁ ସେ ଅଦୃଶ୍ୟ, ଆମମାନେ ଏକବାର ଲାଇଟଲି ନଉ, ତାଙ୍କୁ ସେମିତି ଇମ୍ପୋର୍ଟାନ୍ସ ଦଉନୁ ଜୀବନରେ, ଏଇଟା ମହା ଭୁଲ ଆମମାନେ କରିଯାଉଛୁ। ତେଣୁ ସାବଧାନ ରହିବା, ଆଉ ଏଇଭଳି ପରମେଶ୍ୱରଙ୍କୁ ଆମେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସମସ୍ୟାରେ ଡାକୁଥିବା, ଆଉ ସେ ହିଁ ଆମମାନଙ୍କୁ ସମସ୍ୟାରୁ ଉଦ୍ଧାର କରିବେ। ସେ କେବଳ ଆଉ କେହି ନୁହେଁ ବନ୍ଧୁଗଣ, ଆଉ କେହି ନୁହେଁ। ଧନ୍ୟବାଦ। ଲାଲଟା ଟିପି ଦେବି। ସେଇଟା ହିଁ ଅଛି। ଯୋଉଟା ବଡ଼ ବଟନ୍